ମାମା ଅଜଣା ଲୋକ ସାଙ୍ଗରେ କେବେ ହେଲେ କଥା ହବନି, ନହେଲେ ସେ ଉଠେଇକି ଧରିକି ପଳେଇବେ। ସେଇଟା ଆମେ ଯଦି ସେ ଜିଦ୍ଦି କରିବେ ଆମେ ଘରକୁ ଧାଇଁ ଧାଇଁ ଆସିବା, ମାମାକୁ ଡାକିବା, ମାମା ଆସିବେ ତାଙ୍କୁ ଭଗେଇବେ। ଆଉ ଥରେ ଛାତ ଉପରେ ଠିଆ ହବ, ଆଉ ବାଡ଼ ଉପରେ ଠିଆ ହେଇକି ଗୁଡ଼ି ଉଡେଇବନି। ଆଉ ତାପରେ ହେଲା କି ଜୀବଜନ୍ତୁଙ୍କ ସାଙ୍ଗରେ କେତେ ବାଘ ଭାଲୁ ଏମିତି ହଉଛନ୍ତି। ହାତୀ ହେଲେ ବାଘ ମାନଙ୍କ ସାଙ୍ଗରେ ବାଘ ଯେତେବେଳେ ଦୂରରେ ଥିବେ ହେଲେ ଯିବନି। ନନ୍ଦନକାନନରେ ଥିବ ଯଦି ମାମାକୁ ଆପଣ ମାନେ ହେଲେ ମନା କରିବେ। ଯଦି ତାଙ୍କ ପାଖେ ଯାଇକି ତମେ ସେଲ୍ଫି ନବ, ସେ ତମ ଆଗ ହାତଟାକୁ ଧରିବେ, ତାପରେ ତମ ପାଖକୁ ଧରିକି ଆସିବେ। ତମେ ଏବେ କହିବା କଥା ଏଇଆ କି ବାଘ ପାଖରେ ଯାଇକି ସେଲ୍ଫି ନବନି, ଏଇଆ କହୁଛ ତ? ଆଉ ଅଜଣା ଲୋକଙ୍କ ସହିତ କଥା ହବନି, ମାମାଙ୍କ ପରମିଶନ ନେଇକି କଥା ହବ। ଆହୁରି ଚାର୍ଜରେ ବସେଇବ ମୋବାଇଲ। ଫୋନ କଥା ହବନି, ନହେଲେ ମୋବାଇଲ ଟା ଚାର୍ଜିଂ ଟା ଯାଉଛି, ସେ ଗରମ ହେଇଯିବ, ମୋବାଇଲ ଟା ଫାଟିଯିବ। ଗରମ ହେଇକି ଅଛି ତ। ତମେ ସବୁ କୋଉଠି ଶିଖିଲ? ମିସ୍ କହିଦେଲେ, ଶିଖେଇଲେ। ଆଉ ଥରେ ତାପରେ ଯେତେବେଳେ ତମେ କାର ଗାଡିରେ କେହି ବସିଛ, ସିଟ୍ ବେଲ୍ଟ ଲଗେଇକି ବସିବ। ନହେଲେ ସେ ବ୍ରେକ୍ ମାରିଲା ବେଳକୁ ତା ମୁଣ୍ଡଟା ଆଗରେ ବାଡେଇ ହେଇଯିବ। ସେ ତା ମୁଣ୍ଡ ବାଡେଇ ହେଇଗଲେ ସେ ତା ମୁଣ୍ଡ ଫାଟିଯିବ, ସେ ଯାଇକି କୋଉଠି ଗାତରେ ପଡିଯିବ। ଭେରି ଗୁଡ୍, ଥ୍ୟାଙ୍କ ୟୁ, ୱେଲକମ୍।